ନମସ୍କାର ବନ୍ଧୁମାନେ ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ଶନିଙ୍କୁ କର୍ମ ଏବଂ ନ୍ୟାୟର ଅଧିପତି ଭାବରେ ବିବେଚନା କରାଯାଇଥାଏ। ଏଥିପାଇଁ ଗ୍ରହରାଜ ଶନିଙ୍କର ଯେକୌଣସି ଗୋଚର କିମ୍ବା ରାଶି ଓ ନକ୍ଷତ୍ର ପରିବର୍ତ୍ତନ ସମସ୍ତ 12ଟି ରାଶିକୁ ପ୍ରଭାବିତ କରିଥାଏ। ଭଗବାନ ଶନି ନିଜେ ସ୍ଥିତିରେ 2ଟି ଗୁରୁତ୍ୱପୂର୍ଣ୍ଣ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରୁ ପ୍ରଥମଟି ଆସନ୍ତା ଜୁଲାଇରେ ଏକ ଦ୍ୱିତୀୟ ବଡ଼ ପରିବର୍ତ୍ତନ ଅକ୍ଟୋବର ମାସରେ ଦେଖାଯିବ। ତେବେ ଆସନ୍ତୁ ଜାଣିବା ଏହି ସ୍ଥିତି ପରିବର୍ତ୍ତନ ଯୋଗୁଁ କ'ଣ ସଂଘଟିତ ହେବାକୁ ଯାଉଛି। ବନ୍ଧୁମାନେ, ଜୁଲାଇ ମାସରେ ଶନିଦେବ ଗୋଚର କରୁଥିବା ବେଳେ ଅକ୍ଟୋବର ମାସରେ ସେ ନିଜର ପଛୁଆ ଏବଂ ପ୍ରଗତିଶୀଳ ଗତି ପରିବର୍ତ୍ତନ କରିବେ। ଶନିଙ୍କ ଏହି 2ଟି ପ୍ରମୁଖ ପରିବର୍ତ୍ତନ ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଭାବ ସୃଷ୍ଟି କରିବ। ଫଳସ୍ୱରୂପ ଯାହାର ସର୍ବାଧିକ ଏବଂ ସିଧାସଳଖ ପ୍ରଭାବ 3ଟି ରାଶି ଉପରେ ଦେଖାଦେବ। ତେବେ ଶନିଦେବଙ୍କ ଏହି ପରିବର୍ତ୍ତନ ଯୋଗୁଁ କେଉଁ 3ଟି ରାଶି ବିଶେଷ ଭାବରେ ପ୍ରଭାବିତ ହେବାକୁ ଯାଉଛନ୍ତି। ତେବେ ଆସନ୍ତୁ ବନ୍ଧୁମାନେ ଭିଡ଼ିଓଟିକୁ ଆରମ୍ଭ କରିବା। ଯଦି ଆପଣମାନେ ବି ପ୍ରଭୁ ଶନିଦେବଙ୍କୁ ମନରୁ ଭକ୍ତି କରୁଥାନ୍ତି କିମ୍ବା ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ, ପ୍ରଥମ ରାଶି ହେଉଛି ମିଥୁନ ରାଶି। ଏହି ସମୟ ମଧ୍ୟରେ ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର କ୍ୟାରିୟରରେ ବହୁତ ଚାପର ସମ୍ମୁଖୀନ ହେବାକୁ ପଡ଼ିବ। ଶନିଦେବ ଆପଣଙ୍କର ବୃତ୍ତିଗତ ଦାୟିତ୍ୱ ବୃଦ୍ଧି କରିବେ। ଏହା ଆପଣଙ୍କର ପ୍ରତିଷ୍ଠା ଏବଂ ଦୀର୍ଘକାଳୀନ ଲକ୍ଷ୍ୟକୁ ପ୍ରଭାବିତ କରିବ। ମିଥୁନ ରାଶିର ବ୍ୟକ୍ତିମାନେ ଏହି ସମୟକାଳ ମଧ୍ୟରେ ସେମାନଙ୍କର କ୍ୟାରିୟର ପ୍ରତି ଅସନ୍ତୁଷ୍ଟ ରହିବେ। ଏଥିଯୋଗୁଁ କାମରେ ଚାପ ଅନୁଭବ କରିବାକୁ ପଡ଼ିବ। ସହକର୍ମୀ ମଧ୍ୟରେ ଆପଣଙ୍କର ମନୋମାଳିନ୍ୟ ଦେଖାଦେବ। କାର୍ଯ୍ୟର ଭାର ମଧ୍ୟରେ ବୃଦ୍ଧି ପାଇବ। ବନ୍ଧୁମାନେ, ଆପଣଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ଟିକେ ଆପଣଙ୍କୁ ସମସ୍ୟା ଦେଖାଦେଇପାରେ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ମଧ୍ୟ ଲସ୍ ଦେଖାଦେଇପାରେ। ତା ପ୍ରତି ଆପଣ ଟିକେ ସାବଧାନ ରୁହନ୍ତୁ। ଆପଣଙ୍କର ଏହି ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶି ହେଉଛି କନ୍ୟା ରାଶି। ଏହି ସମୟ କନ୍ୟା ରାଶି ପାଇଁ ମଧ୍ୟ ଅନୁକୂଳ ରହିବ ନାହିଁ, କାରଣ ଏହି ରାଶି ବର୍ତ୍ତମାନ ଶନିଙ୍କ ପ୍ରଭାବରେ ରହିଛି। ଶନିଙ୍କର ପ୍ରଭାବ ଆପଣଙ୍କ ସହଭାଗିତା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ଆପଣ ଆପଣଙ୍କର ସମ୍ପର୍କରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ। ଏହା ଏପରି ସମସ୍ୟା ହେବ ଯାହାକୁ ଆପଣ ଚାହିଁଲେ ମଧ୍ୟ ଅଣଦେଖା କରିବା କଷ୍ଟକର ହୋଇପଡ଼ିବ। ଆପଣଙ୍କୁ ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ। ସ୍ୱାସ୍ଥ୍ୟରେ ଆପଣଙ୍କର ସମସ୍ୟା ଦେଖିବାକୁ ପଡ଼ିବ। ବ୍ୟାପାର ବାଣିଜ୍ୟରେ ମଧ୍ୟ ଆପଣଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିପାରେ କିମ୍ବା ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କ ପରିବାର ମଧ୍ୟରେ ଆର୍ଗୁମେଣ୍ଟ ମଧ୍ୟ ହୋଇପାରେ। ତା ପ୍ରତି ଆପଣ ସତର୍କ ରୁହନ୍ତୁ। ଆପଣଙ୍କର ଏହି ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦେବେ। ଶେଷ ରାଶି ହେଉଛି ଧନୁ ରାଶି। ଶନିଙ୍କ ପ୍ରଭାବ ଧନୁ ରାଶି ଉପରେ ମଧ୍ୟ ପଡ଼ିବାକୁ ଯାଉଛି। ଏହି ସମୟ ମଧ୍ୟରେ ଧନୁ ରାଶିର ଲୋକ ବହୁତ ଚାପରେ ରହିବେ। ଆପଣ ଏହି ସମୟ କାଳରେ ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତିତ ରହିବେ। ଶନି ଆପଣଙ୍କର ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣୁଛନ୍ତି, ଯାହା ଆପଣଙ୍କର ପରିବାର, ନିକଟ ସମ୍ପର୍କୀୟ ଏବଂ ଅତୀତ ଘଟଣା ଉପରେ ପ୍ରଭାବ ପକାଇପାରେ। ଆପଣ ଆପଣଙ୍କର ପରିବାରଠାରୁ ଦୂରତା ଅନୁଭବ କରିପାରନ୍ତି। ଏହାଛଡ଼ା ଆପଣଙ୍କର କେହି ଜଣେ ପରଲୋକଙ୍କ ସହ ସମ୍ପର୍କରେ ଚାପ ମଧ୍ୟ ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଆପଣ ଚିନ୍ତିତ ରହିପାରନ୍ତି। ଆପଣଙ୍କର ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।
ବେପାର ବାଣିଜ୍ୟରେ ମଧ୍ୟ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତ ବନ୍ଧୁମାନେ, ଆପଣଙ୍କର ଯଦି ଏହି ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଆଶା କରୁଛି ବନ୍ଧୁମାନେ ଆପଣଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଶନିଦେବ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।